ସୁନା ଏବେ କିଣିବେ ନା ୱେଟ୍ କରିବେ? ଚାଲନ୍ତୁ ଦେଖିବା। ତ ଗୋଲ୍ଡ ପ୍ରାଇସ୍ ଏବେ ଅଲ୍ ଟାଇମ୍ ହାଇରେ ଆସିକି ପହଞ୍ଚିଲାଣି। ତ ଏବେ କିଣିବା ଆପଣମାନଙ୍କର ମିଷ୍ଟେକ୍ ନା ସ୍ମାର୍ଟ ଡିସିସନ୍? ବହୁତ ଲୋକଙ୍କ ପାଖରେ ଏଇଟା କନଫ୍ୟୁଜନ୍ ଏବେ ବି ଅଛି। ତ ଚାଲନ୍ତୁ ଦେଖିବା। ଗୋଲ୍ଡ ବା ସୁନା ଆପଣମାନେ ଯଦି ସର୍ଟ ଟର୍ମ ମାନେ ଭାବରେ ଭାବନ୍ତି, ତାହେଲେ ସର୍ଟ ଟର୍ମରେ ଏଟା ନର୍ମାଲି ଅପ୍ ଆଉ ଡାଉନ୍ ହିଁ ହୁଏ ତାର ପ୍ରାଇସ୍। କିନ୍ତୁ ଲଙ୍ଗ ଟର୍ମରେ ଏଟା ଆପଣମାନଙ୍କର ୱେଲ୍ଥ ବିଲ୍ଡ କରେ ଆଉ ଆର ଭ୍ୟାଲ୍ୟୁ ବି ପ୍ରୋଟେକ୍ଟ ରୁହେ। ତ ଆପଣମାନଙ୍କର ଯଦି 6ରୁ 12 ମାସ ଭିତରେ କିଛି ୱେଡିଂ ଅଛି, ଫଙ୍କସନ୍ ଅଛି, ତାହେଲେ ୱେଟ୍ କରନ୍ତୁ ନାହିଁ। ଯେମିତି ଗ୍ରାଜୁଆଲି ଆପଣ ନର୍ମାଲ କିଣନ୍ତି ସେମିତି କିଣନ୍ତୁ। କିନ୍ତୁ ଯୋଉମାନେ ଇନଭେଷ୍ଟମେଣ୍ଟ ପାଇଁ ଚାହୁଁଛନ୍ତି, ୱେଲ୍ଥ ବିଲ୍ଡ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଲମ୍ପ ସମ୍ ବି କିଣନ୍ତୁ ନାହିଁ। ଆପଣମାନେ ଗୋଲ୍ଡ SIP ରେ ହଉଛି ବେଷ୍ଟ ଅପସନ୍, ସେଥିରେ ଇନଭେଷ୍ଟମେଣ୍ଟ କରନ୍ତୁ। ତ ଲଙ୍ଗ ଟର୍ମ ଇନଭେଷ୍ଟର୍ସ ମାନଙ୍କ ପାଇଁ ମୁଁ ଆଗରୁ ବି ବହୁତ ଥର କହିଛି, ସୋଭେରେନ୍ ଗୋଲ୍ଡ ବଣ୍ଡ ହଉଛି ବେଷ୍ଟ, କାରଣ ଏଥିରେ ଆପଣମାନଙ୍କୁ ଏକ୍ସଟ୍ରା 2.5% ଇଣ୍ଟରେଷ୍ଟ ମିଳିଥାଏ, ପ୍ଲସ୍ ଟ୍ୟାକ୍ସ ବେନିଫିଟ୍ ବି ଥାଏ। ତ ଏଗେନ୍ ରୁଲ୍ ହଉଛି ବହୁତ ହି ସିମ୍ପଲ୍। ତ ଆପଣମାନଙ୍କର ଟାଇମ୍ ଉପରେ ଡିପେଣ୍ଡ କରୁଛି, ଆପଣମାନଙ୍କର ରିକ୍ୱାରମେଣ୍ଟ ଉପରେ ଡିପେଣ୍ଡ କରୁଛି, ଆପଣମାନେ ଏବେ କିଣିବେ ନା ପଛରେ କିଣିବେ, ଇନଭେଷ୍ଟମେଣ୍ଟ କରିବେ ନା କିଣିବେ। ତ ଆପଣମାନେ ଗୋଲ୍ଡ କିଣୁଛନ୍ତି ନା ୱେଟ୍ କରୁଛନ୍ତି? କମେଣ୍ଟ କରିକି ଜଣାନ୍ତୁ, ବାଇ ଅର୍ ୱେଟ୍। ଆଉ ଏଇଭଳି ଭିଡ଼ିଓଟିକୁ ସେଭ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ମୋ ଚ୍ୟାନେଲ୍ ଉପରେ ଆସିବାକୁ। ରହୁଛି। ଜୟ ଜଗନ୍ନାଥ।